ଜାତୀୟ ମତଦାତା ଦିବସ ପାଳିତ। ଯୁବ ଭୋଟରମାନଙ୍କୁ ନିର୍ବାଚନର ସମସ୍ତ ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ନିମନ୍ତେ ଉତ୍ସାହିତ କରିବା ପାଇଁ 2011 ମସିହାଠାରୁ ନିର୍ବାଚନ କମିଶନର ମୂଳ ଭିତ୍ତିପ୍ରସ୍ତର ଦିବସ ଅବସରରେ ପାଳିତ ହୋଇଆସୁଛି। ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ଲାକାର୍ଡ ମାଧ୍ୟମରେ ଏକ ସଚେତନତା ରାଲି ଜିଲ୍ଲା କାର୍ଯ୍ୟାଳୟଠାରୁ ବାହାରି ଜେଲ୍ ଛକ, ଡେଲି ମାର୍କେଟ, ମା ବୁଢ଼ୀ ବଜାର, ସଭାଘର ଦେଇ ଜିଲ୍ଲା କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହି ରାଲିକୁ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ଓ ଅନୁଗୁଳ ଉପଜିଲ୍ଲାପାଳ ମାୟାଧର ବେହେରା ସବୁଜ ପତାକା ଦେଖାଇ ରାଲି ଶୁଭାରମ୍ଭ କରିଥିଲେ। ପରେ ପରେ ଅନୁଗୁଳ ସଂଶାସିତ ମହାବିଦ୍ୟାଳୟଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତର ଗଣତନ୍ତ୍ର ପୃଥିବୀରେ ଅନନ୍ୟ ଓ ସୁଦୃଢ଼ ବୋଲି ମତବ୍ୟକ୍ତ କରିଥିଲେ। ପ୍ରତ୍ୟେକ ବର୍ଷ ଜାନୁଆରୀ 1 ତାରିଖରେ 18 ବର୍ଷ ହେଉଥିବା ନୂଆ ଭୋଟରମାନେ ସେମାନଙ୍କର ଦାୟିତ୍ୱ କର୍ତ୍ତବ୍ୟ ପାଳନ କରିବା ସହ ପ୍ରଲୋଭିତ ନ ହୋଇ ସଜାଗ ରହି ନିଜର ମତ ସାବ୍ୟସ୍ତ କରିବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଅନୁଗୁଳ ସଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ସର ଯୋଗଦେଇ ଗଣତନ୍ତ୍ର ଦେଶରେ ନିର୍ବାଚନ ଏକ ବଡ଼ ପର୍ବ ବୋଲି ମତବ୍ୟକ୍ତ କରିବା ସହିତ ଏହି ଦିବସର ତାତ୍ପର୍ଯ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅନୁଗୁଳ ସଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ନୀଳାଞ୍ଚଳ ପଟେଲ, ଅତିରିକ୍ତ ଟ୍ରେଜେରୀ ଅଧିକାରୀ ହରିହର ନାୟକ, ସହକାରୀ ଜିଲ୍ଲାପାଳ ସୁକାନ୍ତ କୁମାର ସାହୁ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଅକ୍ଷୟ କୁମାର ସିଟଙ୍କ ସମେତ ଛାତ୍ରଛାତ୍ରୀ, ଭଲିବଲ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। आज आम जिला स्तरीय जातीय मतदाता दिवस एठारे पालित होइछे। स्कूल कॉलेज छात्र छात्री बीएलओ सब स्टेक होल्डर मान उपस्थित आज आम पालन कर बहुत उत्साह उद्दीपना सहित पालित होती। भोटर मान गोटे व्यापक सचेतन निर्वाचन प्रक्रिया भागीदारिता गोटे व्यापक सचेतनता सृष्टि करवा, विशेषकर यंग भोटर मान जो मैंने भोट दान विकसित रोचंती से एनकरेज करने कार्यक्रम आज आयोजित कराई। आज नुआकर जो भोटर मैंने 18 वर्ष पर भोटर तालिकार नाम पंजीकरण होती से भोटर मान आज आम एपी कार्ड प्रदान कर उत्साहित कलु, सम्मानित कलु। आशा करवा आम देशर गणतंत्र को सुदृढ़ करने जो गोटे निर्भुल भोटर तालिका प्रस्तुत कर आवश्यकता थाए से दिगरे समस्ते यत्नवान हेबे। एक निर्भुल भोटर तालिका प्रस्तुत कर निर्वाचन प्रक्रिया को स्वच्छ एवं शांतिपूर्ण भाव में परिचालना करने जार आवश्यकता अच्छी से भोटर तालिका प्रस्तुत कर स्वच्छ निर्वाचन आम परिचालना करवा और आम देशर गणतंत्र को सुदृढ़ करवा।